ବୋଉ ତୋ ସାଙ୍ଗରେ ଆମେ ଆଉ ଚଳି ପାରିବୁନି। ତାପରେ ବି ତୋର ସବୁ କଥାରେ ରୋକଠୋକ। ଶ୍ରଦ୍ଧା ତୋ ସାଙ୍ଗେ ଚଳି ପାରିବୁନି। ଆମେ ଅଲଗା ବାହାରେ ରହିବୁ। ହଁ ବେଳେ ବେଳେ ତୁ ଦେଖା କରିବାକୁ ଆସିବୁ। ମୁଁ ଏକା ଘରେ କେମିତି ରହିବି? ମତେ ଛାଡିକି କେହି ଯାଅନି ବେ। ତମେ ମତେ ତମ ସାଙ୍ଗରେ ନେଇଯାଅ। ଥାଉ ତମର ସେ ଡ୍ରାମା ବନ୍ଦ କର। ତମେ କେମିତି ଚଳିବ ତମେ ଜାଣିଥିବ। କୋଉ ଧନ ସମ୍ପତ୍ତିଟା ଥୋଇ ଦେଇଛ ଯେ ତମକୁ ସାରା ଜୀବନ ନେଇ ଆମେ ପୋଷିବୁ। ତମେ ଯୋଉଠି ରହୁଛ ଦି ଜଣ ଭଲରେ ରୁହ। ଯୋଉ ଦିନ ତମେ ଦି ଜଣ ବାପା ମା ହବ ନା ଏ ବୁଢୀର ଲୁହର ମୂଲ୍ୟ ବୁଝିପାରିବ ସେଇଦିନ। ଚାଲ ଶ୍ରଦ୍ଧା। ଓହୋ ଫାଇନାଲି ସେ ଘର ଛାଡି ଚାଲି ଆସିବ। ଆଉ ସେ ବୁଢୀ ସହିତ ମତେ ଆଡଜଷ୍ଟ କରିବାକୁ ପଡିବନି। ଏବେ ଖାଲି ଖୁସି ହିଁ ଖୁସି। ଯାଉଛି ବୋଉକୁ ଫୋନ କରିବି। ହଁ ଝିଅ ବୋଉ ଜାଣିଛୁ ମୁଁ ଆଉ ତୋ ଜ୍ୱାଇଁ ନୁହଁ ସେ ବୁଢୀକି ଛାଡିକି ପଳେଇ ଆସିଛୁ। ଏଥର ଆମେ ଏଇଠି ରହିବୁ ସବୁଦିନ ରହିବୁ। ଓ କି ଖୁସି ଆଉ ବହୁତ ଶାନ୍ତି ବି ଲାଗୁଛି। ଦେଲୁ ଦେଲୁ ଭାଇକୁ ଦେଲୁ ମୁଁ ଭାଇ ସାଙ୍ଗେ କଥା ଭାଇ ବି ଖୁସି ଖବରଟା ଜଣେଇଛି। ଝିଅ ଭାଇ ବି ମୋ ପାଖରେ ରହୁନି। ସିଏ ବି ତା ସ୍ତ୍ରୀକୁ ନେଇ ଅଲଗା ବାହାରେ ଘର ଭଡା ନେଇ ରହୁଛି। କର୍ମର ଫଳ ନିଶ୍ଚିନ୍ତ ପାଇବେ। ବାପା ମା ହଉଛନ୍ତି ଆମ ଚଳନ୍ତି ଠାକୁର।